ସକାଳେ କାହିଁକି ଶୀଘ୍ର ଉଠି ପାରୁନୁ? ଏହି ପ୍ରଶ୍ନଟା ଅନେକ ଲୋକ ନିଜକୁ ପଚାରନ୍ତି। ଆଲାର୍ମ ବାଜେ, ଆଖି ଖୋଲେ, କିନ୍ତୁ ଶରୀର କହେ ଆଉ 5 ମିନିଟ୍। ସେଇ 5 ମିନିଟ୍ କେବେ କେବେ ଗୋଟେ ଘଣ୍ଟା ହୋଇଯାଏ ଏବଂ ଯେତେବେଳେ ଆମେ ଉଠୁଛୁ ସେତେବେଳେ ମନରେ ଗୋଟେ ଅଜଣା ଅନୁତାପ ଆସିଥାଏ। କାରଣ ଆମେ ଜାଣୁ ଆଜି ମଧ୍ୟ ଆମେ ନିଜକୁ ହରାଇଦେଲା। ସତ କଥା ହେଉଛି ସକାଳେ ଶୀଘ୍ର ଉଠିବାରେ ସମସ୍ୟା ଶରୀରକୁ କମ୍, ମନରୁ ଅଧିକ ଆସେ। ଯେତେବେଳେ ଜୀବନରେ ଗୋଟେ ବଡ଼ କାରଣ ନଥାଏ, ସକାଳେ ଉଠିବାର ଇଚ୍ଛା ମଧ୍ୟ ଜନ୍ମ ନେଇନଥାଏ। ଯାହାର ସ୍ୱପ୍ନ ଅଗ୍ନିପରି ଜରୁରୀ ସେମାନେ ଆଲାର୍ମ ବାଜିବା ପୂର୍ବରୁ ମଧ୍ୟ ଉଠିଯାଆନ୍ତି। କାରଣ ସେମାନଙ୍କର ମନ କହେ ଆଜିର ଦିନଟା ମୋର ଫ୍ୟୁଚର ବଦଳାଇ ପାରେ। କିନ୍ତୁ ଯେଉଁଠାରେ ସ୍ୱପ୍ନ ଅସ୍ପଷ୍ଟ ସେଠାରେ ବିଛଣା ଅଧିକ ସୁନ୍ଦର ଲାଗେ। ତୁମେ ଭାବିକି ଦେଖ, ବିଛଣା ତୁମକୁ ରୋକୁ ନାହିଁ, ତୁମର ଅଭ୍ୟାସ ତୁମକୁ ରୋକୁଛି। ପ୍ରତିଦିନ ରାତିରେ ଡେରିରେ ଶୋଇବା, ମୋବାଇଲରେ ଅନର୍ଥକ ସ୍କ୍ରୋଲିଂ କରିବା, ମନକୁ ଅନାବଶ୍ୟକ ସୂଚନାରେ ଭରିଦେବା, ଏହିସବୁ ମିଶି ତୁମ ସକାଳକୁ ଚୋରି କରିଦେଉଛି। ତୁମେ ଭାବୁଛ କାଲିଠାରୁ ଶୀଘ୍ର ଉଠିବି, କିନ୍ତୁ ଆଜି ରାତିର ଡିସିପ୍ଲିନ୍ ନଥିଲେ କାଲି ସକାଳର ଭିକ୍ଟୋରୀ ଆସିବ କିପରି? ଜୀବନରେ ଗୋଟେ ସତ୍ୟ ଅଛି, ଯେଉଁ ଲୋକ ନିଜ ସକାଳକୁ ଜିତିପାରେ ସେ ଦିନକୁ ଜିତିପାରେ, ଏବଂ ଯେ ଦିନକୁ ଜିତେ ସେ ଜୀବନକୁ ମଧ୍ୟ ଜିତିଦିଏ। କାରଣ ସକାଳ ହେଉଛି ସେହି ସମୟ ଯେଉଁଠାରେ ପୃଥିବୀ ଶାନ୍ତ ଥାଏ, କମ୍ପିଟିସନ୍ କମ୍ ଥାଏ, ଡିଷ୍ଟ୍ରାକ୍ସନ୍ କମ୍ ଥାଏ ଏବଂ ମନ ସବୁଠାରୁ ଶକ୍ତିଶାଳୀ ଥାଏ। କେତେକ ଲୋକ ଅଛନ୍ତି ସେମାନେ କହନ୍ତି ମୋର ଲଭ୍ ଖରାପ, କିନ୍ତୁ ସତରେ ଲକ୍ ଖରାପ ନୁହେଁ, ମର୍ଣ୍ଣିଂ ରୁଟିନ୍ ଖରାପ। ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ ଏବଂ ତୁମେ ତାପରେ ମଧ୍ୟ ବିଛଣାରେ ଅଛ, ସେତେବେଳେ ତୁମେ ଜୀବନର ଏକ ମୂଲ୍ୟବାନ ଅଂଶ ହରାଉଛ। ପ୍ରକୃତି ପ୍ରତିଦିନ ସକାଳେ ନୂଆ ଆରମ୍ଭ କରେ। ପକ୍ଷୀମାନେ ଗାଉଛନ୍ତି, ଗଛମାନେ ଶ୍ୱାସ ନେଉଛନ୍ତି, ପବନ ନୂଆ ଉର୍ଜା ଦେଉଛି। କିନ୍ତୁ ଯଦି ତୁମେ ସେହି ସମୟରେ ଶୋଉଛ ତେବେ ଜୀବନ ସେହି ଶୁଦ୍ଧ ଏନର୍ଜିକୁ ମିସ୍ କରୁଛ। ସମସ୍ୟା ଏହା ନୁହେଁ ଯେ ତୁମେ ଉଠିପାରୁନ, ସମସ୍ୟା ହେଉଛି ତୁମ ମନ ନିଜକୁ ରିଜନ୍ ଦେଉଛି ଆଜି ନୁହେଁ କାଲିଠାରୁ। କିନ୍ତୁ କାଲି କେବେ ଆସେନି। ସକ୍ସେସ୍ କେବେ ମଧ୍ୟ କାଲିରେ ନଥାଏ, ସକ୍ସେସ୍ ସବୁବେଳେ ଆଜିରେ ଥାଏ। ଯେତେବେଳେ ଆଲାର୍ମ ବାଜେ ସେତେବେଳେ ଦୁଇଟା ସ୍ୱର ଆସେ, ଗୋଟେ କହେ ଆଉ ତୁଟା ଶୋଇଦେ, ଅନ୍ୟଟି କହେ ଉଠ, ତୋର ଫ୍ୟୁଚର ତୋତେ ଡାକୁଛି। ଯେଉଁ ସ୍ୱରକୁ ତୁମେ ଶୁଣୁଛ ସେ ତୁମର ଫ୍ୟୁଚର ନିର୍ଣ୍ଣୟ କରେ। ଯଦି ପ୍ରତିଦିନ କମ୍ଫର୍ଟ ବାଛିଯିବ ତେବେ ଆସ୍ତେ ଆସ୍ତେ ରିଗ୍ରେଟ୍ ଜମା ହେବ। ଯଦି ଡିସ୍କମ୍ଫର୍ଟ ବାଛୁଛ ଆସ୍ତେ ଆସ୍ତେ କନଫିଡେନ୍ସ ଜନ୍ମ ନେବ। ସକାଳେ ଶୀଘ୍ର ଉଠିବା କେବଳ ଟାଇମ୍ ମ୍ୟାନେଜମେଣ୍ଟ ନୁହେଁ, ଏହା ସେଲ୍ଫ ରେସ୍ପେକ୍ଟ। ତୁମେ ନିଜକୁ ଦେଉଥିବା ପ୍ରଥମ ଆଦେଶ ମୁଁ ନିଜ କଥା ଶୁଣିବି। ଯେତେବେଳେ ତୁମେ ନିଜ ମନକୁ କହ ଉଠ ଏବଂ ଉଠିଯା, ସେତେବେଳେ ମନ ବୁଝେ ଯେ ଏଠାରେ ଡିସିପ୍ଲିନ୍ ଅଛି। ଏ ଡିସିପ୍ଲିନ୍ ଦିନେ ତୁମକୁ ସେହି ସ୍ଥାନକୁ ନେବ ଯେଉଁଠାରେ ଅନେକ ଲୋକ କେବଳ ସ୍ୱପ୍ନ ଦେଖନ୍ତି। ଯେଉଁମାନେ ବଡ଼ କାମ କରୁଛନ୍ତି ସେମାନଙ୍କ ଜୀବନରେ ସକାଳ ମୂଲ୍ୟ ଅଛି, କାରଣ ସେମାନେ ଜାଣନ୍ତି ସୂର୍ଯ୍ୟ ଉଠିବା ପୂର୍ବରୁ ଯେ ଏଫର୍ଟ ଦିଆଯାଏ ସେହି ଏଫର୍ଟ ଜୀବନରେ ଅଲଗା ଫଳ ଦିଏ। ତୁମେ କେବେ ଧ୍ୟାନ ଦେଇଛ କି ଯେତେବେଳେ ଶୀଘ୍ର ଉଠୁଛ ସମଗ୍ର ଦିନଟା ଅଲଗା ଲାଗେ, ମନ କ୍ଲିଅର୍ ଥାଏ, ଭାବନା ପଜିଟିଭ୍ ଥାଏ ଏବଂ ନିଜ ପ୍ରତି ଗର୍ବ ହୁଏ। କିନ୍ତୁ ଡେରିରେ ଉଠିଲେ ଦିନଟା ଗିଲ୍ଟି ସହିତ ଆରମ୍ଭ ହୁଏ ଏବଂ ଗିଲ୍ଟିରୁ କନଫିଡେନ୍ସ କେବେ ଜନ୍ମ ନିଏ ନାହିଁ। ଜୀବନରେ କେବେ କେବେ ଗୋଟେ ଡିସିଜନ୍ ଛୋଟ ଥାଏ କିନ୍ତୁ ପ୍ରଭାବ ବହୁତ ବଡ଼। ସକାଳେ ଆଲାର୍ମ ବାଜିବା, ଉଠିଯିବା ଏହା ଏକ ଛୋଟ ଡିସିଜନ୍, କିନ୍ତୁ ଏହାର ଏଫର୍ଟ ତୁମ ପର୍ସନାଲିଟି ଉପରେ ପଡ଼େ। କାରଣ ଏହା କହେ ତୁମେ ଏକ୍ସକ୍ୟୁଜ୍ର ଲୋକ ନୁହେଁ, ଆକ୍ସନ୍ର ଲୋକ। ତୁମର ଫ୍ୟୁଚର ଆଜିର ମର୍ଣ୍ଣିଂ ହ୍ୟାବିଟ୍ରେ ଲୁଚିଛି। ତୁମେ ଯଦି ସକାଳୁ ଡିସିପ୍ଲିନ୍ ଦେଉଛ ତେବେ ତୁମେ ନିଜ ଫ୍ୟୁଚରକୁ ଡାଇରେକ୍ସନ୍ ଦେଉଛ। ନହେଲେ ଦିନ ଗୁଡ଼ିକ ଚାଲିଯିବ, ବର୍ଷ ଚାଲିଯିବ ଏବଂ ଗୋଟେ ଦିନ ତୁମେ ପଚାରିବ ମୁଁ ଚାହିଁଥିବା ସ୍ଥାନକୁ କାହିଁକି ପହଞ୍ଚିଲି ନାହିଁ। ସକାଳେ ଉଠିବାର ଅର୍ଥ କେବଳ ଇୟର୍ଲି ୱାର୍କ ନୁହେଁ, ଏହା ନିଜ ସ୍ୱପ୍ନ ପ୍ରତି ପ୍ରାୟୋରିଟି ଦେବା। ତୁମେ ଯଦି ନିଜ ସ୍ୱପ୍ନକୁ ସିରିୟସଲି ନେଉଛ ତେବେ ତୁମେ ସକାଳରେ ସାକ୍ରିଫାଇସ୍ କରିପାରିବ। କାରଣ ବଡ଼ ଜୀବନ ପାଇଁ କମ୍ଫର୍ଟ ଛାଡ଼ିବାକୁ ପଡ଼େ। ଆଜି ଯଦି ତୁମେ ସକାଳ ଯୁଦ୍ଧ ଜିତିଲ ତେବେ ଦିନର ଅନେକ ଯୁଦ୍ଧ ସହଜ ହେବ। ଆଜି ଯଦି ତୁମେ ଆଲାର୍ମକୁ ରେସ୍ପେକ୍ଟ କର ତେବେ ଆସ୍ତେ ଆସ୍ତେ ଲୋକମାନେ ମଧ୍ୟ ତୁମକୁ ରେସ୍ପେକ୍ଟ କରିବେ। କାରଣ ସେଲ୍ଫ କନଫିଡେନ୍ସ ଥିବା ଲୋକଙ୍କୁ ଜଗତ ସ୍ୱସ୍ଥ ରେସ୍ପେକ୍ଟ କରେ। ସକାଳେ ଉଠିବାର ପେନ୍ କେବଳ କିଛି ମିନିଟ୍ର, କିନ୍ତୁ ଡେରିରେ ଉଠିବାର ରିଗ୍ରେଟ୍ କେବେ କେବେ ସମଗ୍ର ଦିନ ରହିଯାଏ। ତେଣୁ ଡିସିଜନ୍ ସହଜ, କିଛି ମିନିଟ୍ର ଡିସ୍କମ୍ଫର୍ଟେବୁଲ୍ ନା ସମଗ୍ର ଦିନର ରିଗ୍ରେଟ୍। ମନେ ରଖ, ତୁମେ ଯେତେବେଳେ ସକାଳେ ଉଠ ସେତେବେଳେ କେବଳ ବିଛଣା ଛାଡ଼ୁ ନାହିଁ, ତୁମେ ଆଲସ୍ୟକୁ ଛାଡ଼ୁଛ, ଏକ୍ସକ୍ୟୁଜ୍କୁ ଛାଡ଼ୁଛ, ଦୁର୍ବଳତାକୁ ଛାଡ଼ୁଛ। ପ୍ରତ୍ୟେକ ସକାଳ ଗୋଟେ ନୂଆ ଅବସର। ଗତକାଲିର ଫେଲୁଅର୍ ଥାଉ, ଦୁଃଖ ଥାଉ, ମିଷ୍ଟେକ୍ ଥାଉ, ସକାଳ କହେ ପୁଣି ଆରମ୍ଭ କର। କିନ୍ତୁ ସେ ଅବସରକୁ ପାଇବାକୁ ତୁମେ ଆଖି ଖୋଲିବାକୁ ପଡ଼ିବ, ଉଠିବାକୁ ପଡ଼ିବ, ଆଗକୁ ବଢ଼ିବାକୁ ପଡ଼ିବ। କାରଣ ଜୀବନ କାହାକୁ ୱେଟ୍ କରେ ନାହିଁ, ସମାଜ ଚାଲିଥାଏ। ଯେ ଉଠିଯାଏ ସେ ସମାଜ ସହିତ ଚାଲେ, ଯେ ବିଲମ୍ବ କରେ ସେ ସମାଜ ପଛରେ ରହିଯାଏ। ସକାଳେ ଶୀଘ୍ର ଉଠିବା କେବଳ ଗୋଟିଏ ହ୍ୟାବିଟ୍ ନୁହେଁ, ନିଜ ଜୀବନ ସହିତ ନିଜର କମିଟମେଣ୍ଟ ଅଟେ। ଯେତେବେଳେ ତୁମେ ସକାଳେ ଆଖି ଖୋଲି ନିଜକୁ କହୁଛ ଆଜି ମୁଁ ଗତକାଲିଠାରୁ ଭଲ ହେବି,
ସେତେବେଳେ ତୁମ ଜୀବନର ଦିଗ ବଦଳିଯିବା ଆରମ୍ଭ ହୁଏ। ମନେ ରଖ, ଜୀବନର ବଡ଼ ପରିବର୍ତ୍ତନ ସବୁବେଳେ ଛୋଟ ଛୋଟ ଡିସିସନ୍ରୁ ଆରମ୍ଭ ହୁଏ। ସକାଳେ ଆଲାର୍ମ ବାଜିବା ବେଳେ ବିଛଣା ଛାଡ଼ିଦେବା ସେଇ ଛୋଟ ଡିସିସନ୍ ମଧ୍ୟରୁ ଗୋଟେ। ଏହା ସହଜ ଲାଗେ, କିନ୍ତୁ ଏହାର ଭିତରେ ଲୁଚିଥାଏ ଗୋଟିଏ ବଡ଼ ମେସେଜ୍। ମୁଁ ମୋ କମ୍ଫର୍ଟ ଠାରୁ ମୋ ଫ୍ୟୁଚରକୁ ଅଧିକ ଇମ୍ପୋର୍ଟାନ୍ସ ଦେଉଛି। ଆଜି ଯଦି ତୁମେ ନିଜକୁ ହାରିଗଲ, ତାହେଲେ କାଲି ଆଉ ଥରେ ଚେଷ୍ଟା କର। କାରଣ ସକ୍ସେସ୍ କେବେ ମୋତେ ଗୋଟେ ଦିନର ଡିସିପ୍ଲିନ୍ରୁ ଆସେନି, ଏହା ଆସେ ରିପିଟେଡ୍ ଡିସିପ୍ଲିନ୍ରୁ। ପ୍ରତିଦିନ ଥୋଡ଼ା ଥୋଡ଼ା କରି ନିଜକୁ କଣ୍ଟ୍ରୋଲ କରିବା ଶିଖ। ଗୋଟେ ଦିନ ତୁମେ ଦେଖିବ, ଯେଉଁ କାମ ଆଗରୁ ଇମ୍ପସିବଲ୍ ଲାଗୁଥିଲା ସେହି କାମ ସାଧାରଣ ହୋଇଗଲା। ଅନେକ ଲୋକ ଭାବନ୍ତି ମୋଟିଭେସନ୍ ଥିଲେ ମାତ୍ର ଉଠିପାରିବେ, କିନ୍ତୁ ସତ୍ୟ ହେଉଛି ମୋଟିଭେସନ୍ ସବୁବେଳେ ରୁହେ ନାହିଁ। ଡିସିପ୍ଲିନ୍ ମୋଟିଭେସନ୍ ଠାରୁ ବଡ଼। ମୋଟିଭେସନ୍ କହେ ଆଜି ମୁଡ୍ ଥିଲେ କର, ଡିସିପ୍ଲିନ୍ କହେ ମୁଡ୍ ନଥିଲେ ମଧ୍ୟ କର। ଯେଉଁମାନେ ଡିସିପ୍ଲିନ୍ ଶିଖିଗଲେ ସେମାନେ ଲାଇଫ୍ରେ ଡେରି ହେଉ କିନ୍ତୁ ନିଶ୍ଚୟ ଜିତନ୍ତି। ସକାଳେ ଶୀଘ୍ର ଉଠିବାର ଅର୍ଥ ହେଉଛି ନିଜ ମନକୁ ଟ୍ରେନିଂ ଦେବା। ମନ ପ୍ରଥମେ ବିରୋଧ କରିବ, କହିବ ଆଉ ଥୋଡ଼ା ଶୋଇଦେ। କିନ୍ତୁ ଯେତେବେଳେ ତୁମେ ପ୍ରତିଦିନ ସେ ମନକୁ କହିବ ନାଇଁ ଆଜି ମୁଁ ଉଠିବି, ସେତେବେଳେ ମନ ଆସ୍ତେ ଆସ୍ତେ ତୁମ କଥା ଶୁଣିବାକୁ ଆରମ୍ଭ କରିବ। ଆଉ ଏହାକୁ କହନ୍ତି ସେଲ୍ଫ କଣ୍ଟ୍ରୋଲ ଓ ଏହାକୁ କହନ୍ତି ସେଲ୍ଫ ଗ୍ରୋଥ୍। ମନେ ରଖ, ସକାଳର ନୀରବତା ଗୋଟିଏ ବିଶେଷ ଶକ୍ତି ଥାଏ। ଯେଉଁ ସମୟରେ ଦୁନିଆର ଶବ୍ଦ କମ୍ ଥାଏ, ତୁମର ଭାବନା ସ୍ୱସ୍ଥ ଥାଏ ଏବଂ ନିଜକୁ ବୁଝିବା ପାଇଁ ସବୁଠାରୁ ଭଲ ସମୟ ଥାଏ। ଯେଉଁ ଲୋକ ସକାଳକୁ ବ୍ୟବହାର କରିବା ଶିଖିଗଲା, ସେ ନିଜ ଜୀବନକୁ ଗଢ଼ିବା ଶିଖିଗଲା। ଅନେକ ସମାଜରେ ଆମେ ଭାବୁଛୁ ଏହା ମୋର ସମାଜ ନାହିଁ, ଲାଇଫ୍ ଠିକ୍ ଚାଲୁନାହିଁ, ପରେ କରିବି। କିନ୍ତୁ ଜୀବନ କେବେ କେବେ ପରଫେକ୍ଟ କମ୍ପିଟିସନରେ ଦିଏ ନାହିଁ। ଯେଉଁ ଲୋକ ଇନପରଫେକ୍ଟ କଣ୍ଡିସନ୍ ଭିତରେ ମଧ୍ୟ ନିଜ ରୁଟିନ୍ ଆରମ୍ଭ କରେ, ସେହି ଲୋକ ଷ୍ଟ୍ରଙ୍ଗ ହୁଏ। କାରଣ ଜୀବନରେ ଷ୍ଟ୍ରଙ୍ଗ ହେବାର ଅର୍ଥ ହେଉଛି ସୁବିଧା ନଥିଲେ ମଧ୍ୟ ନିଜ ଗୋଲ୍ ଦିଗରେ ଚାଲିବା। ତୁମେ ଏହା ଭାବ ନାହିଁ ଯେ ଗୋଟିଏ ଦିନରେ ସବୁ ବଦଳିଯିବ। ପ୍ରଥମେ 10 ମିନିଟ୍ ଆଗରୁ ଉଠ, ପରେ 20 ମିନିଟ୍, ପରେ 30 ମିନିଟ୍। ଛୋଟ ପ୍ରୋଗ୍ରେସକୁ ଛୋଟ ଭାବି ଇଗ୍ନୋର କରନି, କାରଣ ଛୋଟ ପ୍ରୋଗ୍ରେସ ହିଁ ଗୋଟିଏ ଦିନ ବଡ଼ ରିଜଲ୍ଟ ଦେଇଥାଏ। ଜୀବନରେ ବଡ଼ କିଛି କରିବାକୁ ଚାହୁଁଥିଲେ ନିଜ ସକାଳକୁ ସାଧାରଣ ରଖ ନାହିଁ। ଯେଉଁମାନେ ଆଗକୁ ବଢ଼ନ୍ତି ସେମାନଙ୍କର ଦିନ ଅନ୍ୟମାନଙ୍କଠାରୁ ଆଗକୁ ଆରମ୍ଭ ହୁଏ। କାରଣ ଯେଉଁମାନେ ଜାଣନ୍ତି ଅତିରିକ୍ତ ଗୋଟିଏ ଘଣ୍ଟା କେବେ କେବେ ଅତିରିକ୍ତ ଗୋଟିଏ ସୁଯୋଗ ହୋଇଯାଏ। ଯେତେବେଳେ ତୁମେ ସକାଳେ ଉଠି ନିଜ କାମ ଆରମ୍ଭ କରୁଛ, ସେତେବେଳେ ତୁମେ କେବଳ କାମ କରୁନାହିଁ, ତୁମେ ନିଜ କ୍ୟାରେକ୍ଟର ତିଆରି କରୁଛ। କ୍ୟାରେକ୍ଟର କେବେ ବଡ଼ କଥାରେ ନୁହେଁ, ଛୋଟ ହ୍ୟାବିଟ୍ସରୁ ଗଢ଼ାଯାଏ। ତୁମର ଫ୍ୟୁଚର କାହାର ହାତରେ ନୁହେଁ, ତୁମର ଫ୍ୟୁଚର ତୁମ ଡେଲି ଚଏସ୍ରେ ଲୁଚିଥାଏ। ତୁମେ ପ୍ରତିଦିନ କେତେବେଳେ ଉଠୁଛ, କେମିତି ଭାବୁଛ, କେତେ ଡିସିପ୍ଲିନ୍ ରଖୁଛ, ସେ ସବୁ ମିଶି ତୁମର ଆଗାମୀ ଦିନ ତିଆରି କରୁଛି। କେବେ କେବେ ଆଲାର୍ମ ବାଜିଲେ ଶରୀର କ୍ଳାନ୍ତ ଲାଗିବ, ମନ ମଧ୍ୟ କହିବ ଆଜି ଛାଡ଼ିଦେ। କିନ୍ତୁ ସେହି ସମୟରେ ନିଜକୁ ମନେ ପକାଇବ, ଯଦି ମୁଁ ଆଜି ନିଜକୁ ଜିତି ପାରିଲି ତେବେ ଦିନଟା ମୋର ହେବ। ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ ସେ ବିଳମ୍ବ କରେ ନାହିଁ, ପ୍ରକୃତି ନିଜ ସମୟରେ ଚାଲୁଛି। ତେବେ ତୁମେ କାହିଁକି ନିଜ ସମାଜକୁ ହରାଉଛ? ତୁମର ଜୀବନ ମଧ୍ୟ ପ୍ରକୃତି ସହିତ ରିଦିମ୍ରେ ଆସିପାରେ ଯଦି ତୁମେ ନିଜକୁ ସମାଜ ସହିତ ମୂଲ୍ୟ ଶିଖାଉଛ। ଆଜି ଯେତେବେଳେ ରାତିରେ ଶୋଇବ ଗୋଟେ ପ୍ରମିସ୍ କର, କାଲି ଆଲାର୍ମ ବାଜିରେ ମୁଁ ତୁରନ୍ତ ଉଠିବି। କାରଣ ମୋର ସ୍ୱପ୍ନ ମୋ ନିଦ ଠାରୁ ବଡ଼, ମୋର ଫ୍ୟୁଚର ମୋର କମ୍ଫର୍ଟ ଠାରୁ ବଡ଼, ମୋର ଲକ୍ଷ୍ୟ ମୋ ଏକ୍ସକ୍ୟୁଜ୍ ଠାରୁ ବଡ଼। ଏବଂ ମନେ ରଖ, ପ୍ରତ୍ୟେକ ସକାଳ ତୁମକୁ ନୂଆ ଚାନ୍ସ ଦେଉଛି। ଗତକାଲି କେମିତି ଥିଲା ସେଥିରେ କିଛି ମାରେ ନାହିଁ। ଆଜି ତୁମେ ନୂଆ ଭାବରେ ଆରମ୍ଭ କରିପାର। ଯେଉଁ ଲୋକ ପ୍ରତିଦିନ ନୂଆ ଆରମ୍ଭ କରିବାକୁ ଡରେ ନାହିଁ, ସେହି ଲୋକ ଗୋଟେ ଦିନ ଅସାଧାରଣ ହୁଏ। ସକାଳେ ଉଠିବା କଷ୍ଟକର ହୁଏ, କିନ୍ତୁ ରିଗ୍ରେଟ୍ ସହିତ ବଞ୍ଚିବା ତାଠାରୁ ଅଧିକ କଷ୍ଟକର। ତେଣୁ ଉଠ, ନିଜ ଜୀବନ ପାଇଁ ଉଠ, ନିଜ ସ୍ୱପ୍ନ ପାଇଁ ଉଠ ଏବଂ ପ୍ରମାଣ କର ଯେ ତୁମେ ନିଜକୁ ବଦଳାଇ ପାରିବ।